ଯାଜପୁର ଜିଲ୍ଲା ପର୍ଛଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମର ଗ୍ରାମଦେବତୀ ମା ମଲ୍ଲାଶୁଣୀଙ୍କ 300ତମ ବାର୍ଷିକ ଚଣ୍ଡୀ ମହାଯଜ୍ଞ ଖୁବ୍ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଯଜ୍ଞ ଅପ୍ରେଲ 3, 4, 5 ଓ 6 ତାରିଖରେ ଅନୁଷ୍ଠିତ ହୋଇଯାଇଛି। 3 ତାରିଖ ଶତାଧିକ ଶ୍ରଦ୍ଧାଳୁଙ୍କ ଦ୍ୱାରା କଳସ ବୁଡ଼ା କାର୍ଯ୍ୟକ୍ରମ କରାଯାଇଥିଲା। ପରେ ମାଙ୍କ ନିକଟରେ ସକାଳୁ ପ୍ରଥମେ ସୂର୍ଯ୍ୟ ପୂଜା, ଗୋ ପୂଜା କରାଯିବା ପରେ ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନା କରାଯାଇଥିଲା। 4, 5, 6 3 ଦିନ ପଣ୍ଡିତ ମାନଙ୍କ ଦ୍ୱାରା ଯଜ୍ଞ କରାଯାଇଥିଲା। ଏହି ଯଜ୍ଞରେ ଗରଗାଲି ଗ୍ରାମର ଡକ୍ଟର ସୁଧୀର ଚନ୍ଦ୍ର ସାମଲ, ତାଙ୍କ ପତ୍ନୀ ପ୍ରତିମା ସାମଲ କର୍ତ୍ତା ଯଜ୍ଞ ମଣ୍ଡପରେ ବସି ଆହୁତି ପ୍ରଦାନ କରିଥିଲେ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ଭକ୍ତଙ୍କ ଲାଗି ପ୍ରତ୍ୟେକ ଦିନ ଆନନ୍ଦ ବଜାର କରାଯାଇଥିଲା। 5 ଓ 6 ତାରିଖ ଦିନ ଗ୍ରାମର ଯୁବକ ମାନଙ୍କ ଦ୍ୱାରା 2 ରାତ୍ର ବ୍ୟାପୀ ନାଟକ ଅକୁହା କଥା ଶୁଣିବ କି ଜୁଇରେ ଜଳୁଛି ଜିଅନ୍ତା ଶବ ମଞ୍ଚସ୍ଥ କରାଯାଇଥିଲା। ହଜାର ହଜାର ଭକ୍ତଙ୍କ ଗହଳି ସବୁଦିନ ଲାଗି ରହିଥିଲା। ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁ ଭାବେ ଗରଗାଲି ଗ୍ରାମବାସୀ ମାନେ ସୁଚାରୁ ରୂପେ ସହଯୋଗ କରିଥିଲେ। ମନୋଜ କୁମାର ଜେନାଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ ଓଡ଼ିଶା।